ପିଲାମାନେ ତମେ ଜାଣିଛ ଯଦି ଗୋଟେ ତରଳ ପଦାର୍ଥ ବା ପାଣିରେ ଯଦି ଗୋଟେ ବସ୍ତୁ ଗତି କରେ ସେ ବସ୍ତୁର ଏରିଆ ବା କ୍ଷେତ୍ରଫଳ ପ୍ରତି ଏକ ବଳ କାର୍ଯ୍ୟକାରୀ ହୁଏ। ଏଇ ବଳ ସେଇ କ୍ଷେତ୍ରଫଳ ସହିତ ଲମ୍ବ ଭାବରେ କାର୍ଯ୍ୟକାରୀ ହୋଇଥାଏ। ତାହେଲେ ସେଇ ବଳକୁ ସଂଘାତ କୁହାଯାଏ। ତାହେଲେ ସଂଘାତ କଲେ କଣ? ସଂଘାତ ହଉଛି କୌଣସି ବସ୍ତୁ ଉପରେ ବସ୍ତୁର ପୃଷ୍ଠ ପ୍ରତି ଲମ୍ବ ଦିଗରେ କାର୍ଯ୍ୟ କରୁଥିବା ବଳକୁ ସଂଘାତ ବା ଥ୍ରଷ୍ଟ କୁହନ୍ତି। ଲକ୍ଷ୍ୟ କର ଏଇ ଚିତ୍ରକୁ। ଏ ଚିତ୍ରରେ ବସ୍ତୁଟି ଯଦି ଗତି କରୁଛି ତାହେଲେ ଏଇ ବସ୍ତୁର ସରଫେସ ବା କ୍ଷେତ୍ର ପ୍ରତି ଏକ ବଳ କାର୍ଯ୍ୟକାରୀ ହେଉଛି। ଯଦି ବସ୍ତୁଟି ତରଳ ପଦାର୍ଥରେ ଗତି କରୁଛି ତାହେଲେ ଏଇ କ୍ଷେତ୍ର ପ୍ରତି ଲମ୍ବ ଭାବରେ ଏଇ ବଳଟି କାର୍ଯ୍ୟକାରୀ ହେଉଛି। ଏଇ ବଳକୁ ଥ୍ରଷ୍ଟ ବା ସଂଘାତ। ତାହେଲେ ସେଇଭଳି ସେଇ ସଂଘାତ ଆଉ ଯେଭଳି ତରଳ ପଦାର୍ଥରେ କାର୍ଯ୍ୟକାରୀ ହୁଏ ସେଇ ତରଳ ପଦାର୍ଥରେ ମଧ୍ୟ ବସ୍ତୁ ଗତି କରୁଥିବା ସମୟରେ ବା ସ୍ଥିର ଥିବା ସମୟରେ ଚାପ ମଧ୍ୟ କାର୍ଯ୍ୟକାରୀ କରିଥାଏ। ଚାପ ବା ପ୍ରେସର। ଚାଲ ପ୍ରେସର କଣ ବା ଚାପ କଣ? ଚାପ ହେଉଛି ପ୍ରତି ଏକକ କ୍ଷେତ୍ରଫଳ ଉପରେ ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ। ତରଳ ପଦାର୍ଥରେ ଏଇ ବଳକୁ ଆମେ ସଂଘାତ କହିଥାଉ। ତମେ ଜାଣିଲ ତାହେଲେ ଚାପ ହଉଛି ଆମେ ଗଣିତରେ ଲେଖିପାରିବା ଚାପ ସମାନ ସଂଘାତ ବିଭକ୍ତକ କ୍ଷେତ୍ରଫଳ। ତାହେଲେ ଲେଖିବା ଯଦି ଚାପ ପି ହୁଏ ତାହେଲେ ପି କେତେ ନା ଫୋର୍ସ ବା ସଂଘାତ ବିଭକ୍ତକ ଏରିଆ ବା କ୍ଷେତ୍ରଫଳ। ତାହେଲେ ଏଇ ଇକ୍ୱେସନ ସମୀକରଣ 1 ରେ ତାହେଲେ ଏ ପି ଟା କଣ କହୁଛି? ଯେଉଁଠି ପି ହଉଛି କଣ ନା ପୃଷ୍ଠତଳ ଉପରେ ଥିବା ଚାପ, ଏଫ ହେଲା ପୃଷ୍ଠତଳ ଉପରେ ପଡୁଥିବା ବଳ ବା ସଂଘାତ, ଏ ହେଲା ପୃଷ୍ଠତଳର କ୍ଷେତ୍ରଫଳ। ତାହେଲେ ପିଲେ ତମେ କହିଲ ଚାପର ଏକକ କଣ ହବ? ତମେ ଜାଣିଛ ବଳର ଏକକ ହଉଛି ବଳ ବା ଫୋର୍ସର ଏକକ ହଉଛି ନ୍ୟୁଟନ। ଏସ୍ଆଇ ଏକକରେ ଏରିଆର ଏକକ ହଉଛି ମିଟର ଘାତ 2 ବା ମିଟର ସ୍କୋୟାର। ତାହେଲେ କହିଲ ଚାପର ଏକକ କେତେ ହବ? ତାହେଲେ ଚାପର ଏକକ ହବ ନ୍ୟୁଟନ ବିଭକ୍ତକ ମିଟରର ଘାତ 2 ବା ନ୍ୟୁଟନ ପର ମିଟର ସ୍କୋୟାର। ତାକୁ ବୈଜ୍ଞାନିକ ପାସ୍କେଲ ବାହାର କରିଥିଲେ। ତାଙ୍କ ନାମ ଅନୁସାରେ ପାସ୍କେଲ ମଧ୍ୟ ଚାପର ଏକକ ଭାବେ ବ୍ୟବହାର କରାଯାଏ। ଏକ ପାସ୍କେଲ ସମାନ କେତେ ନା 1 ନ୍ୟୁଟନ ବିଭକ୍ତକ 1 ମିଟରର ସ୍କୋୟାର। ଏ ଦୁଇଟି ହେଲା ଏସ୍ଆଇ ଏକକରେ ଚାପର ଏକକ। ତାହେଲେ